କିର୍ମିରାଠାରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡିଓ ଅବିନାଶ ଲାକ୍ରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଯୋଗ ଶିବିରରେ ସାମିଲ ହୋଇଥିଲେ। ଶିବିରରେ ସ୍କୁଲ ଅଧ୍ୟକ୍ଷ ଅରବିନ୍ଦ ସିଂ, ବ୍ଲକ ମଙ୍ଗଳ ଅଧିକାରୀ ସଞ୍ଜିତା ମହନ୍ତ, ଜେଇ ବିଜୟ ଡନସେନା, କ୍ଷୀରୋଜ ସାହୁ, ବିପିସି ଅନୁପମା ମିଞ୍ଜ, ବିଏଲଓ ଆଶୁତୋଷ ଦାସ, ଶିକ୍ଷକ ସଞ୍ଜୀବ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ଖେଳ ଶିକ୍ଷକ କିରଣ ମହନ୍ତ ଓ ରୀନା ପଟେଲ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ସେହିପରି କିର୍ମିରା ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଗ ଶିବିର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କିର୍ମିରାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସରପଞ୍ଚ ସନ୍ତୋଷିନୀ ପଟେଲ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଘାଟନ କରି ଯୋଗରେ ସାମିଲ ହୋଇଥିଲେ। ଶିବିରରେ ବିଇଓ ଜୟନାରାୟଣ ପଣ୍ଡା, ପ୍ରଧାନ ଶିକ୍ଷକ ସୌରୀନାରାୟଣ ସିଂ, ପିଇଓ ଜଗବନ୍ଧୁ ଧୁରୁଆ, ଶିକ୍ଷକ କୌଶିକ ବେହେରା, ବିକାଶ ଭୋଇ, ଶଶିଭୂଷଣ ବେହେରା ପ୍ରମୁଖ ସାମିଲ ଥିଲେ। ଖେଳ ଶିକ୍ଷକ ଅମିୟ ଷଣ୍ଢ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ। ଶିବିରରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଏମ୍ବିକେ, ସିଆର୍ସି ଏବଂ ଅନ୍ୟାନ୍ୟ କର୍ମଚାରୀଗଣ ଉପସ୍ଥିତ ଥିଲେ।